ଦେଖନ୍ତୁ ଇଏ ଗୋଟେ ତାଙ୍କର ଗୋଟେ ସ୍ପେକୁଲେସନ୍ ହେଇପାରେ। ଯେତେ ଜଣ ଯିବାର କଥା ମୁଁ ଭାବୁଛି ଗଲେଣି, ଆଉ ଆମେ ଯେତେ ଜଣ ବାକି ଅଛୁ ବିଜେଡ଼ିର ଆ ଭିତରୁ କେହି ଯିବେନି। ହୁଏତ ଗଣମାଧ୍ୟମରେ ମୁଁ ଦେଖୁଛି ମଝିରେ ମଝିରେ ଯେତେବେଳେ ଚେୟାରମ୍ୟାନ୍ ଧନଖର ସାହେବଙ୍କୁ ଦେଖା କଲେ ଆମର 5ଟି ରାଜ୍ୟସଭା ସାଂସଦ, କିଛି ଗଳା ଜଣା ହେଲା କି ଏମାନେ ହୁଏତ କାହିଁ ଦେଖା କଲେଣି। ବ୍ୟକ୍ତିଗତ ଭାବରେ ମାନସ ମଙ୍ଗରାଜ ଯାଇଥିଲେ ତାଙ୍କର ଗୋଟେ ଦେବା ପାଇଁ ଗୋଟେ ପର୍ସନାଲ ମ୍ୟାଟରରେ ସେ ପ୍ରିଭିଲେଜ୍ ମୋସନ୍ ଆଣିବାକୁ ଚାହୁଁଛନ୍ତି। ଆଉ ସୁଲତା ଦେବ ମଧ୍ୟ ଗୋଟେ ପ୍ରିଭିଲେଜ୍ ମୋସନ୍ ଆଣିବାକୁ ଚାହୁଁଛି। ତାଙ୍କ ସାଙ୍ଗରେ ଯାଇଥିଲେ ଆମର ବାକି 3 ଜଣ ସାଂସଦ। ମୋତେ ଆଉ ମୁନାକୁ ବି ଡକା ହେଇଥିଲା, କାହିଁକି ଆମକୁ ଯେଉଁ ଚେୟାରମ୍ୟାନ୍ଟା ଦେଲେ ଆମର ବିଶି ବାବୁ ଯିଏ ଚେୟାରମ୍ୟାନ୍ ହେଲେ ଗୋଟେ କମିଟିର, ତାଙ୍କ ତରଫରୁ ମଧ୍ୟ ଆମେ ସମସ୍ତେ ଯାଇକରି ଧନ୍ୟବାଦ ଜଣାଇଥାନ୍ତୁ ଚେୟାରମ୍ୟାନ୍କୁ। ଆମେ ନଥିଲୁ, ଅନୁପସ୍ଥିତ ଥିଲୁ, ମୁନା ଖାନ୍ର ମୋର ଏମାନେ ଯାଇଥିଲେ। ତେଣୁ ଆକୁ ନେଇକରି ଯେଉଁ ସ୍ପେକୁଲେସନ୍ ହେଉଛି ପଛରେ କୌଣସି ସତ୍ୟତା ନାହିଁ, ଏଇଟା ସମ୍ପୂର୍ଣ୍ଣ ମିଥ୍ୟା। ବିଜେଡ଼ିରେ କେହି ଛାଡ଼ିକି ଯିବେନି। ଆମେ ମଧ୍ୟ କାଲି ନବୀନ ବାବୁଙ୍କ ପାଖରେ ଥିଲୁ, ଆମେ ସମସ୍ତେ କହିଛୁ। ଖୁବ୍ ଶୀଘ୍ର ଦିଲ୍ଲୀରେ ମଧ୍ୟ ଆମେ ମିଳିତ ଭାବରେ ଘୋଷଣା ମଧ୍ୟ କରିବୁ କି ଆମେ ବିଜେଡ଼ିରେ ଅଛୁ, ବିଜେଡ଼ିରେ ହିଁ ରହିବୁ। ଦେଖନ୍ତୁ ସେଇଟା ତାଙ୍କର ପର୍ସନାଲ ଡିସିଜନ୍ ଥିଲା, କ'ଣ ପାଇଁ ସେମାନେ ମଧ୍ୟ ତାଙ୍କର ମତ ରଖିଛନ୍ତି କି କାହିଁକି ସେ ବିଜୁ ଜନତା ଦଳ ଛାଡ଼ିଲେ। ତେଣୁ ସେଥିରେ ମୋର ବି କୌଣସି ଟିପ୍ପଣୀ ରଖିବାର ନାହିଁ, କାହିଁକି ଏଇଟା ଗୋଟେ ନିଜର ବ୍ୟକ୍ତିଗତ ଇଏ। କିନ୍ତୁ ତାଙ୍କ 2 ଜଣଙ୍କର ଗୋଟାଏ କଥା ଭୁଲିବାର ନୁହଁ, ଯେଉଁ ପରିସ୍ଥିତିରେ ତାଙ୍କୁ ରାଜ୍ୟସଭା ପଠା ହେଇଥିଲା ସେଇଟା କେବଳ ନବୀନ ବାବୁଙ୍କର ବଡ଼ାପନ ଥିଲା ବୋଲି। ଇଏ ଜଣେ ଓଡ଼ିଶାରେ ଗୋଟେ ସ୍ପେଶାଲି ଆସିଥିଲେ ସୁଜିତ କୁମାର, କେଉଁଠି ଅକ୍ସଫୋର୍ଡ଼ରେ କ'ଣ କେଉଁଠି ବାହାରେ ପାଠ ପଢ଼ୁଥିଲେ କି ନାହିଁ ମୁଁ ଜାଣିନି ଭଲ ଭାବରେ। ତାଙ୍କୁ ଅଣାହେଇଥିଲା ଯେତେବେଳେ ରାଜ୍ୟ ସରକାରରେ ସିଏ ଆସିଷ୍ଟ କରୁଥିଲେ ଆଡ଼ମିନିଷ୍ଟ୍ରେସନକୁ, ତାଙ୍କୁ ଦିଆହେଇଥିଲା। ଏବଂ ମମତା ମହାନ୍ତି ଯେହେତୁ ଜଣେ ଟ୍ରାଇବାଲ ଏବଂ ଆଗରୁ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ଥିଲେ, ତାଙ୍କୁ ଗୋଟେ ବିଜେଡ଼ିରୁ ସେତିକିବେଳେ ଦିଆଗଲା। ତେଣୁ ସେମାନେ ବିଜେଡ଼ିରୁ ପାଇଲେ ଏବଂ ବିଜେପି ଛାଡ଼ି ବିଜେପି ଯାଇକି ତାଙ୍କୁ ସାଙ୍ଗେ ସାଙ୍ଗେ ଫେର ରାଜ୍ୟସଭା ପଠାଇବା ପଛରେ ବିଜେପିର ରାଜ୍ୟସଭାରେ ଯେତିକି ସଂଖ୍ୟା ରହିବାର କଥା ନାହିଁ। ତେଣୁ ସେହି ପ୍ରକାର କରିବେ, ତାଙ୍କ ସଂଖ୍ୟାକୁ ବଢ଼ାଇବା ପାଇଁ। କାହିଁକି ଜାଣିଲେଣି ଯେତେବେଳେ ବିଜୁ ଜନତା ଦଳ ବିରୋଧ ପକ୍ଷରେ ବସୁଛି ଏବଂ ତାଙ୍କର ସେଠି ବହୁମତ ନାହିଁ ରାଜ୍ୟସଭାରେ, ସେଠି YSRCP ଆଉ ADMK ଏମାନଙ୍କୁ ଇଏରେ ସେମାନେ ତଥାପି ହାଫ୍ ୱେ ମାର୍କ ପହଞ୍ଚୁନାହାନ୍ତି। ତେଣୁ ବିଜେଡ଼ିର ଗୋଟେ ନିର୍ଣ୍ଣାୟକ ଭୂମିକା ରହିଲା ଯେତେବେଳେ ଆମେ 9 ସାଂସଦ ଥିଲୁ। ତେଣୁ 2ଟା ନେଇଛନ୍ତି, ଆଉ ଏଇ 7ରୁ କେହି ଯିବେନି। ଦେଖନ୍ତୁ କିଛି ଜଣ ନବୀନ ବାବୁଙ୍କୁ ଛାଡ଼ିକି ଯିବେ ନାହିଁ। ଆଉ ମୁଁ ଦେଖୁଛି ଯେତିକି ଜଣ ଆମେ ବାକି ଅଛୁ, କୌଣସି ମତେ ବି ଆମେ ନବୀନ ବାବୁଙ୍କୁ ଛାଡ଼ିବୁ। ମାନସ ମଙ୍ଗରାଜ ଦଳରୁ ସାଇଡଲାଇନ୍ ହେଇଯାଇଛନ୍ତି, ଏକଥା ଚର୍ଚ୍ଚା ହେଉଛି। ମାନସ ମଙ୍ଗରାଜ ଏବେ ବି ଗୋଟେ ଗୁରୁ ଦାୟିତ୍ୱରେ ଅଛନ୍ତି। ସକାଳ କାଗଜ, ନନ୍ଦିଘୋଷ ଟିଭି ଚ୍ୟାନେଲ। ଦଳ ଭିତରେ ଇଣ୍ଟରନାଲି କେଉଁଠି କାହାର ଅସନ୍ତୋଷ ଅଛି ସେଇଟା କହିବା ଏଠି ଡିସ୍କସ୍ କରିହେବନି। ସେଥିପାଇଁ ଚର୍ଚ୍ଚା ହେଉଛି ମାନସ ମଙ୍ଗରାଜ ଯାଇପାରନ୍ତି, ଖୁବ୍ ଶୀଘ୍ର ଯାଇପାରନ୍ତି। ସସ୍ମିତ ପାତ୍ର, ଏଇ 2 ଜଣଙ୍କ ନାଁ ବହୁତ ଜୋର ଚର୍ଚ୍ଚା ହେଉଛି। ସସ୍ମିତ ପାତ୍ର ବିଜେଡ଼ିର ଲିଡର ଅଛି, ଫ୍ଲୋର ଲିଡର ଅଛି। ସେ ଯେଉଁ ସମ୍ମାନ ପାଇଛି ସେମିତି ସମ୍ମାନ କେବେ କେଉଁଠି ପାଇବନି। ଆଜି ଗୋଟେ ଫ୍ଲୋର ଲିଡର ହିସାବରେ ସେ ଯେଉଁ ସୁଯୋଗ ପାଉଛନ୍ତି, ସବୁ ମାନେ BSCର ମେମ୍ବର, ମାନେ ପାର୍ଲାମେଣ୍ଟାରୀ ବିଜନେସ୍ କମିଟିର ସେ ଅଛନ୍ତି ଏବଂ ତାଙ୍କୁ ଯେଉଁ ଗୁରୁତ୍ୱ ମିଳୁଛି ଆଉ କେଉଁ ଦଳକୁ ଗଲେ ମିଳିବନି। ବିଜେପି ଏମିତି ତାହେଲେ କାହିଁ କହୁଛି, ଗୋଟେ ପଲିଟିକାଲ ଷ୍ଟଣ୍ଟ ଭାବୁଛନ୍ତି ଆପଣ? ବିଜେପି ଆଗେ ତାର ଷ୍ଟ୍ରାଟେଜି ମୁଁ ଆପଣମାନଙ୍କୁ ବୁଝେଇଲି କି ରାଜ୍ୟସଭାରେ ଯେହେତୁ ତାଙ୍କର ନିଜସ୍ୱ ବହୁମତ ନାହିଁ, ତେଣୁ ସିଏ ଏଇଭଳି ଚେଷ୍ଟା କରିବେ, ନହେଲେ ରାଜ୍ୟସଭାରେ ବି ତ ପାସ୍ ହେବାର ଅଛି ନା। ତେଣୁ ଆଜି ତାଙ୍କର କିଛିଟା ତାଙ୍କର ରହୁଛି, ଯେହେତୁ YSRCPର 14ଟି ସାଂସଦ ତାଙ୍କ ସାଙ୍ଗରେ ଅଛନ୍ତି। ଆପଣଙ୍କ ୟୁନିଟଟାକୁ ବିଜେପି ଭାଗିବାକୁ ଚେଷ୍ଟା କରୁଛି, ଆପଣ ଏମିତି ଆଜ୍ୟୁମ୍ କରୁଛନ୍ତି କି? କାହିଁକି ନା ବିଜେପି ଦେଖ, ବିଜେପି ସାରା ଭାରତ ବର୍ଷରେ ସବୁ ଜାଗାରେ ରିଜନାଲ ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ମହାରାଷ୍ଟ୍ରରେ ହଉ, ବିହାରରେ ହଉ, ତେଲେଙ୍ଗାନାରେ ହଉ। ତେଣୁ ସେଇଟା ତ ତାଙ୍କର ପଲିସି, ବିରୋଧୀ ଦଳକୁ ଆହୁରି ଦୁର୍ବଳ କରିବାକୁ ତାଙ୍କୁ ଭାଗ ଭାଗ କର। ମହାରାଷ୍ଟ୍ରରେ ଫଟେଇ
କେତେ ଫାଟ ହେଇଗଲା। ସାର୍ ଆପଣଙ୍କ ଦଳରେ ସେମିତି ଲାଗିଛନ୍ତି କି ବିଜେପି ଏମିତି କରିବାର? ଆଦୌ ସମ୍ଭବ ବି ନୁହଁ। ଏବେ ଏକରେ ଓଡ଼ିଶାରେ ଆମେ ବିରୋଧୀ ଦଳର ବଡ଼ ଭୂମିକା ନେଉଛୁ, ସଂଖ୍ୟା ମଧ୍ୟ ଅନେକ ଅଛି 50। ସାର୍ ତେଣୁ ଯେଉଁଠି ସେମାନେ MLA ନେଇପାରିବେନି, ସାଂସଦ ଯେଉଁ 7 ଜଣ ରହିଲେ ଆମର ରାଜ୍ୟସଭାରେ, ଆମର ତ ଲୋକସଭାରେ ନାହାନ୍ତି। ତେଣୁ ଏଇ 7 ଜଣଙ୍କର ଗୋଟେ ଇମ୍ପୋର୍ଟାନ୍ସ ରହୁଛି। ହୁଏତ ସେ ଚେଷ୍ଟା କରିପାରନ୍ତି କିନ୍ତୁ ବିଫଳ ହେବେ। ସାର୍ ଆଉ ଗୋଟେ କଥା, ଜଣେ IAS ଅଫିସର, ସିନିୟର IAS ଅଫିସରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସୁଛି। CBI ତାଙ୍କୁ ଇଣ୍ଟ୍ରୋଗେସନ କରିବା ପାଇଁ ଚିଠି ଲେଖି। ସାର୍ ଆପଣ ଏଇଟା କେମିତି ଦେଖୁଛନ୍ତି? ଅନେକ IAS ଅଫିସର କରପ୍ଟ ଅଛନ୍ତି। ଆଜି ଯାହାର ପାଳି ପଡ଼ୁଛି, ଧରା ପଡ଼ୁଛି, ଭଲ ଧରା ହୁଅନ୍ତୁ। ଯିଏ ଦୁର୍ନୀତି କରିବ ଧରା ହେବାର କଥା। ସାର୍ ଇଏ ବିଜେଡି ଗଭର୍ଣ୍ଣମେଣ୍ଟରେ ବହୁତ ପାୱାରଫୁଲ ଥିଲେ। ସବୁ ଗଭର୍ଣ୍ଣମେଣ୍ଟରେ ଅଛନ୍ତି ଦୁର୍ନୀତି କଲା ବ୍ୟୁରୋକ୍ରାଟ୍ସ। ତେଣୁ ତାଙ୍କର ତ କେଉଁ ଦଳ ଅଛି, କେଉଁ ସରକାର ଅଛି, ସେଇଟା ତ ତାଙ୍କର ପରୱା ନାହିଁ ନା। ତେଣୁ ତାଙ୍କ ପାୱାରକୁ ସେ ମିସୟୁଲାଇଜ କରୁଛନ୍ତି, ନିଶ୍ଚିନ୍ତ ଦଣ୍ଡ ପାଇବେ। ସାର୍ ଆପଣ ଭାବୁଛନ୍ତି କି ଏମିତି ହେଇଥାଇପାରେ, ଯେହେତୁ CBI ଗୋଟେ କିଛି ଏଫିସିଏଣ୍ଟ କ'ଣ ପାଇଛନ୍ତି ଦେଖାଯାଉ। ଗୋଟେ ବ୍ରିଜେନରୁ ପବ୍ଲିକ ସେକ୍ଟର ୟୁନିଟ୍ ସହିତ ଗୋଟେ ଅଭିଯୋଗ ଆସିଛି, ଆଉ ଟିକେ ତଦନ୍ତ ହଉ। ତଦନ୍ତ କରୁଛନ୍ତି। ସାର୍ ଆଉ ଯେଉଁମାନେ IAS IPS ଯେଉଁମାନେ DS କୋଟେଙ୍କ କଥା କୁହାଯାଉ, ଆଶିଷ ସିଂଙ୍କ କଥା କୁହ, ତାଙ୍କ ନାଁରେ ମଧ୍ୟ ସାଂଘାତିକ କିଛି ଆଲିଗେସନ୍ ଅଛି। କିଛି ସେମିତି ଆଲିଗେସନ୍ ନାହିଁ। ଯଦି ଆଲିଗେସନ୍ ଥାନ୍ତା ତାଙ୍କୁ ପଠାଇଥାନ୍ତେ କାହିଁ IG କରିକି ଇଏ ଏତେ ଭଲ ପୋଷ୍ଟକୁ କାହିଁ ପଠାଇଥାନ୍ତେ? ଆଜ୍ଞା, ଆଲିଗେସନ୍ କିଛି ନାହିଁ। ଯାହା ଚର୍ଚ୍ଚା ହେଉଥିଲା ଯେଉଁ ଆଲିଗେସନ୍ କଥା। ଯଦି ଆଲିଗେସନ୍ ଥାନ୍ତା ଆଜି ତାଙ୍କୁ ସସ୍ପେନ୍ସନ୍ ହେଇ ସରକାର ଉଠେଇଲେ। ଆଜ୍ଞା, ଯେଉଁ ଗୋଟେ ତାଙ୍କୁ ଅଣଦେଖା କରୁଥିଲେ 2 ଜଣଙ୍କୁ ପୋଷ୍ଟିଂ ଦେଲେ, ଏବେ ରାଜ୍ୟରୁ ରିଲିଜ୍ ବି କରିଦେଲେ ଯାଇକି ସେଣ୍ଟ୍ରାଲ ପୋଷ୍ଟିଂ ନେବା ପାଇଁ।